ओके, नमस्कार, गुड मॉर्निंग, जय आरसीएम। जय आरसीएम। बहुत बहुत धन्यवाद आपण मानक समस्त आज मासर प्रथम दिन। एमती भी देखा गले ये वर्षर शेष मास। ता पूर्व समस्त को बहुत बहुत धन्यवाद दवाक चाहे कि गत मासर क्लोजिंग को बहुत बढ़िया निजर चेष्टा को बहुत बढ़िया रखिले, तो से बहुत बहुत धन्यवाद। ଆଜି शुरुआत आज माटी माँ रो सेवा करिवार गोटे जो सुजोग आरसीएम अभियान तरफ हमको मिली, तो तार आज गुरुकुल रे बहुत बढ़िया आलोचना आज है हरित संजीवनी उपरे। तो ता उपरे आमे बहुत भल भी काम करि परिबा, आगु को तार रिजल्ट भी बहुत भल पाई परिबा। आमे जोटी भी थिले भी किसी सहर रे हो बा गाँव रे हो, कोठी भी आमे थिले भी हरित संजीवनी द्वारा आमे बहुत उपकार भी आमे पाई परिबा। जेमति कि सहर रे जो फूल कुंड लगौचे, फूल कुंड रे गार्डन गोल्ड दबा, गार्डन गोल्ड किट को दबा, ता देहरे स्प्रे मार्क्स 85 को दबा, तो ये भी बहुत भल काम रे लागे। सेमति गाँव रे आमे हरि संजीवन को दबा, तार स्टेज नंबर 1 2 3 4 ताको दबा, ता सहित स्प्रे मार्क्स 85 मिलाप, रैपिड डिफेंड, फ्रूट स्पेशल, ता सहित सॉइल हेल्थ, ये बहुत बढ़िया प्रोडक्ट रही। आ ता सहित जल संचय। तो मु ये कथा कहवाक चाहे जे ये कौन सी सार नुहे। सार हूँ कौन ना, दुई प्रकार खाद्य थाए। गोटे खाद्य हूँ रासायनिक खाद्य, आ गोटे हूँ जैविक खाद्य। आम यदि कौन सी रासायनिक सार दौचे से हूँ रासायनिक खाद्य। आउ जी जदि आमे खत पिड़िया ये सब दौचे से हूँ जैविक खाद्य। किंतु गोटिए कथा मोर कहवा कथा जे जदि कौनसी जेमती आमे मनीष जेमती माटी माँ भी सेमती। जदि आज कौनसी मनीष को आमको आमर शरीर असुस्थ हो जाइए, आमको खाली विभिन्न प्रकार खाद्य दिज्व, क्षीर दिज्व, फ्रुट्स दिज्व, बहुत सारा खाली खाद्य दिज्व, किसी चिकित्सा कराहबनी, ताले आमे सुस्थ रही परिबा कि? हबनी। एबे कौन ହେଇଛି ନା, ମାଟି ଧୀରେ ଧୀରେ ରାସାୟନିକ ଖାଦ୍ୟ ପକେଇବା ଦ୍ୱାରା ତା ଭିତରେ ଯୋଉ ପ୍ରକାରର ଜୀବାଣୁ ଯୋଉଟା କି ଆମର ଉତ୍ପାଦନ ବୃଦ୍ଧି କରିବାରେ ହେଲ୍ପ କରେ ଆମକୁ, ତ ଧୀରେ ଧୀରେ ସେ ନଷ୍ଟ ହେଇଯାଉଛି। ସେ ଯେତେବେଳେ ନଷ୍ଟ ହେଇଯାଇଛି, ତ ତାକୁ ପୁଣି ଭଲ କରିବା ପାଇଁ ଆମକୁ ଦରକାର ମାଟି ମାକୁ ଚିକିତ୍ସା ଦରକାର। ଇଏ ଚିକିତ୍ସା କେମିତି କରାଯିବ? ତ ତା ଦ୍ୱାରା ଏ ହରିତ ସଞ୍ଜୀବନର ଯେତିକି ବି ପ୍ରଡକ୍ଟ ଅଛି, ତ ସେ ପ୍ରଡକ୍ଟ ତାକୁ ଚିକିତ୍ସା କରୁଛି। ମାଟି ମାକୁ ଚିକିତ୍ସା କରୁଛି, ଗଛକୁ ଚିକିତ୍ସା କରୁଛି, ତାର ଯୋଉ ଫଳକୁ, ଫୁଲ ଠିକ ଭାବରେ ରହିବା, ମାଇ ଫୁଲ ଅଧିକା ରହିବା, ଫଳ ଅଧିକା ମାତ୍ରାରେ ତାର ଆକାର ଆଉ ପରିମାଣ ଅଧିକା ରହିବା, ତ ତା ପାଇଁ ବହୁତ ଭଲ କାମ କରୁଛି ହରିତ ସଞ୍ଜୀବନୀ। ଆଉ ଇଏ ବି ଅଲରେଡି ପ୍ରୁଭ୍ ବି ଅଛି, ପ୍ରମାଣ ବି ଅଲରେଡି ହେଇ ସାରିଲାଣି। ତ ଆମେ ଆମର କୋଉଠି ନା କୋଉଠି, ଯେମିତି ଆଜି ଟିସି ସାର୍ କହୁଥିଲେ, କୋଉଠି ନା କୋଉଠି ଆମର ଆ ଆମେ ସହରରେ ରହିଲେ ବି ସୁଦ୍ଧା ଗାଁ ସହିତ ଆମର ରିଲେସନ ଅଛି। ଗାଁର ଚାଷୀ ମାନଙ୍କ ସହିତ ବି ରିଲେସନ ଅଛି। ତ ସେମାନଙ୍କ ସହିତ ଆମେ ଯଦି ସମ୍ପର୍କ ରଖିବା, ସେମାନଙ୍କର ଗୋଟେ ଲିଷ୍ଟ ତିଆରି କରିବା। ସବୁଠୁ ବଡ କଥା ହଉଛି ଲିଷ୍ଟ। ଲିଷ୍ଟ ତିଆରି କରିବା, ସେମାନଙ୍କ ସହିତ ସମ୍ପର୍କ ରଖିବା। ସେମାନଙ୍କୁ କେବଳ ପ୍ରଡକ୍ଟ ବିକ୍ରି କରିବା ଆମର ଉଦ୍ଦେଶ୍ୟ ନୁହେଁ। ତ ମାଟିକୁ, ମାଟି ମାକୁ ଆମକୁ ସଶକ୍ତ ବନେଇବା ହଉଛି ଆମର ଉଦ୍ଦେଶ୍ୟ। ଯେମିତିକି ଆମେ ରୋଗମୁକ୍ତ ହେଇପାରିବା। ଆଜି ବହୁତ ବହୁତ ଜାଗାରେ ଏମିତି ଆ, ବା- କୀଟନାଶକ ଔଷଧକୁ ସ୍ପ୍ରେ କରାଯାଉଛି ଯେ ତା ଦେହରେ ସେ ଜିନିଷକୁ ଆମେ ଯେତେବେଳେ ନିଜେ ଖାଉଛେ, ତ ଆମ ଶରୀରରେ ବି ସେ କୀଟନାଶକ ଔଷଧ ବି ଯାଉଛି, ଆମ ଶରୀରରେ ବି ଅର୍ଗାନ ଖରାପ ହଉଛି। ତ ଆମେ ସୁସ୍ଥ ରହିବା, ବହୁତ ଭଲ ରହିବା। ତ ଇଏ ଗୋଟେ ବହୁତ ଭଲ ବିଚାର ନେଇକି ଆଜି ଟିସି ସାର୍ ଡିସ୍କସନ ବି କରୁଥିଲେ। ତ ଆମେ ହରିସଞ୍ଜୀବନୀ ବି ଗୋଟେ ପାର୍ଟ, ମାନେ ଆରସିଏମ ଅଭିଯାନର ଇଏ ବି ଗୋଟେ ପାର୍ଟ, ଆମକୁ ସୁସ୍ଥ ରଖିବା ପାଇଁ ଇଏ ବି ଗୋଟେ ପାର୍ଟ। ଆଉ ୟା ଦ୍ୱାରା ଆମେ ପୁରା ସମାଜକୁ ବି ବହୁତ ବଢିଆ ସେବା ବି କରିପାରିବା। ତ ୟାର ନଲେଜ ଦରକାର। ୟାର ନଲେଜ ଯଦି ନଥିବ, ତ ଆମେ କଣ କରିପାରିବା? ଖାଲି କହିବା ହରି ସଞ୍ଜୀବନୀ ତ ହବନି।
ତ ୟାର ନଲେଜ ପ୍ରତି ବୁଧବାର ଦିନ ଜୈବିକ କ୍ଷେତ ଉପରେ ସନ୍ଧ୍ୟା 8ଟା ବେଳେ ତାର ମିଟିଂ ରହୁଛି। ପ୍ରତି ଶୁକ୍ରବାର ଦିନ ଆଉ ଶନିବାର ଦିନ, ଶୁକ୍ରବାର ଦିନ ହରିସଞ୍ଜୀବନୀ ଉପରେ, ଶନିବାର ଦିନ ଜଳ ସଞ୍ଚୟ ଉପରେ। ये 3 दिन बुधवार, शुक्रवार, शनिवार संध्या 8टा बेले तार स्पेशल ट्रेनिंग करा होଉଛି। ଯେମିତି କି ଆମେ ଗ୍ୟାसेस ର ଫର୍ମୁଲା ଶିଖିଥିଲେ ଯେ ଆମକୁ ଏକरूप ଶିକ୍ଷା ମାଧ୍ୟମରେ ଆମକୁ ଦରକାର କଣ ନା ଆମକୁ ଏକ୍ସଟ୍ରା ମାନେ ଅଲଗା ଯୋଉ ପ୍ରଡକ୍ଟ ଅଛି ସେ ପ୍ରଡକ୍ଟର ଟ୍ରେନିଂ ବି ଦରକାର। ତ ଟ୍ରେନିଂ ଯଦି ଆମକୁ ରହିଛି ଆମେ ଏକ୍ସପର୍ଟ ବି ହେଇଯାଇ ପାରିବା। ବହୁତ ବଢିଆ କଥା। ତ ଆଜି ଆପଣମାନଙ୍କର ବିଚାର ଆଉ ଆପଣମାନଙ୍କର କଣ ଆକ୍ଟିଭିଟିଜ ଆଉ ଡିସେମ୍ବର ମାସ ପାଇଁ କଣ ଆପଣଙ୍କର ଗୋଲ ଏ ବର୍ଷ ସରି ଯାଉଛି ଆଉ 2025 ଆମ ଲାଇଫରେ କେବେ ଆସିବନି ଆଉ। ତ ଇଏ ଏମିତି କିଛି ଆମେ ଇତିହାସ ରଚିବା ଯୋଉଥିରେ କି ଆମର ଏଇ 2025ରେ ଆମେ କରିକି ଦେଖେଇବା। ହୁଏତ ଲାଷ୍ଟ ମାସରେ ହଉ ପଛେ କିନ୍ତୁ କହିବା ଯେ 2025ରେ ଆମେ ଏମିତି କରିକି ଦେଖେଇ ଦେଇଛୁ। ତ ବହୁତ ବଢିଆ କଥା। ତ ଆମେ ଆଜିର ଗୁରୁକୁଳରେ ଯାହା ଆମର ଡିସ୍କସନ ହେଇଛି ଆମେ ସେଇ ଟପିକ ଉପରେ ରଖିବା। ତ ଫାଷ୍ଟ କ୍ୟାମେରା ତ ଅନ୍ ଅଛି ଆରତି ଅପାଙ୍କର। ଆରତି ଅପା ଆଜି ଆପଣଙ୍କଠୁ ଷ୍ଟାର୍ଟ ହଉ। କ୍ୟାମେରା ଅନ୍ କଲେ ଟିକେ ଭଲ ଲାଗେ। ଲାଗେ ଯେ ହଁ ଆମେ ପରସ୍ପର ବସିକି କଥା ହଉଛେ, ଭାବର ଆଦାନ ପ୍ରଦାନ କରାହଉଛି, ତାକି କଣ ହବ କି ମନ ଭିତରେ ଗୋଟେ ଉର୍ଜା ଆସିବ ଯେ ମାନେ ହଁ ନ କରିପାରିଲେ ତ ଅଲଗା କଥା, କିଛି ନା କିଛି ପ୍ରୋବ୍ଲେମ ଅଛି, ଯଦି କିଛି ଅସୁବିଧା ନାହିଁ କାହାର ନେଟୱାର୍କର ପ୍ରୋବ୍ଲେମ କିଛି ବି ଅସୁବିଧା ନାହିଁ, ଆପଣ ବି କ୍ୟାମେରା ବନ୍ଦ କରିକି ବି କହିପାରିବେ, ଏଥିରେ କୌଣସି ଅସୁବିଧା ନାହିଁ, କିନ୍ତୁ ଖୋଲିଲେ ଟିକେ ଭଲ ଲାଗେ। ଓକେ ଅପା କୁହନ୍ତୁ। ୱେଲକମ୍ ଡିସେମ୍ବର। ମୋ ସମସ୍ତଙ୍କୁ ଆଜି ମାନେ ନମସ୍କାର, ଜୟ ଆସିଏମ୍। ଯେମିତି ଗୁରୁଜୀ ଆମର ମାନେ ଏଇ ଯୋଉ ପ୍ରୟାସଟା କରିଛନ୍ତି ଯେ ଯେମିତି ସପ୍ଲିମେଣ୍ଟ ଆମେ ଆମ ଦେହ ପାଇଁ ଖାଉଛେ ଆମେ ସୁସ୍ଥ ରହିବା ପାଇଁ, ସେମିତି ଆମର ଏଇ ଯୋଉ ଆମର ଯୋଉ ଗାର୍ଡେନ ଗୋଲ୍ଡ, ଯୋଉ ଆମର ଏଇ ଯୋଉ ହରି ସଞ୍ଜୀବନୀ, ଏସବୁ ଯୋଉ ଆମର ଏଗ୍ରିକଲଚର ଯୋଉ ସବୁ ଜିନିଷ ବାହାରିଛି ସେଇଟା ମାନେ ଆମ ଧରିତ୍ରୀ, ସେ କହୁଛନ୍ତି ଧରିତ୍ରୀ ମାତାକୁ ବଚାने के लिए वो सब अच्छा है। ଯଦି ମାଟି ମା ସୁସ୍ଥ ରହିବ, ତା ଦେହରେ ଯୋଉ ଫସଲଟା ହବ ତାକୁ ଆମେ ଯୋଉ ଖାଇବା, ତା ଦେହରେ ପେଷ୍ଟିସାଇଡ ଦିଆ ହେଇନଥିବ, ରାସାୟନିକ ଖାଦ୍ୟ ଦିଆ ହେଇନଥିବ, ସେଇଟା ଆମ ଦେହ ପାଇଁ ତା ଦେହରେ ଯୋଉ ଫସଲଟା ଯୋଉ ପନିପରିବା ଯାହା ବି ହଉ, ଧାନ ଯାହା ବି ହଉଛି, ଆମେ ତାକୁ ଖାଇବା ଦ୍ୱାରା ଆମର କୌଣସି ମାନେ ଦେହ ଖରାପ ହବନି। ଏଇ ଯୋଉ ଖାଦ୍ୟ ଖାଇବା ଦ୍ୱାରା ଯୋଉ ରାସାୟନିକ ଖାଦ୍ୟ ମିଶିକି ଯୋଉ ତିଆରି ହଉଛି, ଧର କୋବି କୋବି ଏଠିକି ଛୋଟ ଛୋଟ ହେଇଛି, ତା ଦେହରେ ପେଷ୍ଟିସାଇଡ ଦେଇଦେଲା ସେ ଏତେ ବଡ ହେଇକି ଥୁଆ ହେଇଛି। ମାନେ ମୁଁ ଦେଖିଛି ସେପଟେ ବାଲିପାଟଣା ତ ସେ ଆମର ଜଣେ ଥିଲେ ଲେକ୍ଚରର, ସେ କହିଲେ ମୁଁ ତ 2 ଦିନ ଏଇ 5 ଦିନ ତଳେ ଯାଇଥିଲି, କୋବି ଗୁଡା ଏତେ ଟିକେ ଟିକେ ହେଇ ଲଗା ହେଇଥିଲା, ଏତେ ବଡ କେମିତି ହେଇଗଲା? ସେଠୁ ସେ ଜଣକୁ ପଚାରିଲେ, କହିଲେ ତା ଦେହରେ ଦିଆ ହେଇଛି ପେଷ୍ଟିସାଇଡ, ପେଷ୍ଟିସାଇଡ ଦେଲାଠୁ ସେ ଏତେ ବଡ ହେଇଯାଉଛି। ଦେଖ ସେଇ ଖାଦ୍ୟ ଖାଇକି ଆମ ଦେହ କେତେ ଖରାପ ହଉଛି ଆମେ ସେଟା ଜାଣିପାରୁନୁ। କୋଉଠି ନା କିଛି ଏଇ ଯୋଉ ପ୍ରୟାସଟା କରିଛନ୍ତି ଗୁରୁଜୀ, ବହୁତ ଭଲ ଲାଗିଲା। ତାପରେ ମୋର ବି ମୁଁ ଗାର୍ଡେନ ଗୋଲ୍ଡ ଦେଇକିରି ଯୋଉ ଉପକାର ପାଇଛି ଆଜି ସେଇଟା କହିବା ପାଇଁ ହ୍ୟାଣ୍ଡରେଜ କରିଥିଲି, ମୋ ସୁଯୋଗ ମିଳିଲାନି। ଦେଖ ଆମେ ସିନା ଭୁବନେଶ୍ୱର ଟାଉନରେ ରହିଛୁ, କିନ୍ତୁ ଆମେ ସେଇ ମାନେ ରୁଫଟପ୍ ମାନେ ଛାତ ଉପରେ ଆମେ ଯୋଉ ଜରି ବିଛେଇ ଏଇ ଗାର୍ଡେନ ଗୋଲ୍ଡ ମାଟି ସାଙ୍ଗରେ ଗୋଳେଇକିରି ଆମେ ଦେଇକିରି ଟମାଟୋ କରିଥିଲୁ। ମାନେ ମୁଁ ମାସ ଭିତରେ 30 କିଲୋ ଖଣ୍ଡେ ଟମାଟୋ ମୁଁ ପାଇଥିଲି। ଆଉ ଭେଣ୍ଡି ଏତେ ଫଳିଥିଲା, ମୁଁ ଭାରି ଖୁସି ଲାଗେ ଭେଣ୍ଡି ଯୋଉଦିନ ତୋଳେ, କଣ 2 ଦିନ ତଳେ ତୋଳିଛି ଏତେ ବାହାରିଲା, ପୁଣି ଏଇନା ବାହାରିଲା। ସେ ମାନେ ସେଇ ଯୋଉ ଭେଣ୍ଡିର ଖାଇବାଟା ମାନେ ଯୋଉ ଟେଷ୍ଟ, କିଣିକି ଆଣିକି ତମେ ପୋଡିକି ଭେଣ୍ଡି ଟମାଟୋ ଟିକେ ପୋଡିକି ଚଟଣି କର, ତା ଦେହରେ ଯୋଉ ଟେଷ୍ଟଟା ତମେ କିଣିକି ଆଣିଲେ କେବେ ପାଇବନି। ତେଣୁ ମୋର ପ୍ରୟାସ ହଉଛି ଏଇଆ, ମୁଁ କହିଥାନ୍ତି କୁଚିଙ୍ଗି, ମୁଁ ଟାଉନରେ ରହିଲେ ବି ମୋ ଗାଁ ଲୋକଙ୍କ ସାଙ୍ଗରେ ମୁଁ ଫୋନ କରି କଣ୍ଟାକ୍ଟ କରିଛି, ବହୁତ ଲୋକଙ୍କୁ ବସେଇବି ଏଇ ଡିସେମ୍ବର ମାସରେ। ଆଉ ଆମର ଯିଏ ମାନେ ଭଲ ଟ୍ରେନର ଯିଏ, ତାଙ୍କୁ ନେଇକି ଯାଇ ସେଠି ମୁଁ କେମିତି ମାନେ ଚାଷୀ ଭାଇ ମାନଙ୍କୁ ବୁଝେଇବି, ଆଉ ଡିସେମ୍ବର ମାସରେ କେମିତି ମୁଁ
ଆମର ଏଇ ଏଗ୍ରିକଲଚର ଯୋଉ ପ୍ରଡକ୍ଟ ସବୁ ଅଛି ଆସିଏମ ର, ତାର କେମିତି ମୁଁ ଭଲ ଭାବରେ ଇଏ କରିବି ସେଇଟା ମୁଁ କହୁଛି। ଓଭର ଟୁ ସତପତି। ଓକେ, ଥ୍ୟାଙ୍କ ୟୁ ଅପା, ବହୁତ ବଢିଆ କଥା। ଆପଣଙ୍କର ଯୋଉ ଉତ୍ସାହ ଆମ ସମସ୍ତଙ୍କୁ ପ୍ରେରଣା ଦଉଛି। ବହୁତ ବଢିଆ କଥା। ଆକ୍ଚୁଆଲି ଆମେ ଆରସିଏମ ର ଅଭିଯାନକୁ ଆସିଛେ ମାନେ ଅଲରାଉଣ୍ଡର ହବା ଦରକାର। କେବଳ ସବୁ ମୁଁ ଟ୍ରେନିଂ ବି ନେବି। ବୁଧବାର ତାଙ୍କ ନମ୍ବର ବି ରଖିଲି। ସେତେବେଳେ କିଛି ନାହିଁ। ଆମେ ଯଦି ଚାଷୀ ଭାଇ ମାନଙ୍କ ଉନ୍ନତି କରିବା, ଆମ ଗାଁର ଲୋକଙ୍କୁ ସାହାଯ୍ୟ କରିବା, ତାଠୁ ବଡ ବଡ କଥା କଣ ଅଛି? ଆମେ ଟାଉନରେ ରହିଲେ ଯେତେ ଅୟସରେ ରହିଲେ କଣ ହେଲା? ଆମେ ଲୋକଙ୍କ ଭଲଟା ଇଏ କରିବା ନା ଆଉ। ଆମେ ବି ଏଠି ପରିଶ୍ରମ ବି କରୁଛୁ। ଛାତ ଉପରେ ଆମେ ଯୋଉ ଲଗଉଛୁ, ଆମେ କଣ ଲୋକ ରଖିଛୁ? ଆମେ ନିଜେ କରୁଛୁ। କାଲି ଭାଇ କହିଲେ ଯେ ଗଛରେ କାହିଁ ଜଉ ହଉଛି ଫୁଲ ଗଛ। ମୁଁ କହିଲି ରାପିଡ ସ୍ପ୍ରେ କରିବା। କାହିଁ ବ୍ୟସ୍ତ ହଉଛ, ମୁଁ ଆଣିବି। ଓକେ, ଥ୍ୟାଙ୍କ ୟୁ। ପ୍ରବୀଣ ମ୍ୟାଡାମ କୁହନ୍ତୁ। ଏଇ ଅପା ତ ପ୍ରବୀଣ ମ୍ୟାଡାମ କୁହନ୍ତୁ। ସାର୍ ନମସ୍କାର। ନ- ଆଉ ନମସ୍କାର। କଥା ଶୁଣିଲା ପରେ ଆଉ କହିବାକୁ ଇଚ୍ଛା ହଉନି, ଏତେ ହସୁଛ। ଆଜ୍ଞା ଆଜ୍ଞା, ନାଇଁ ସେ, ଆଜ୍ଞା କୁହନ୍ତୁ। ଅ, ସାର୍ ନମସ୍କାର। ଆଜ୍ଞା ମ୍ୟାଡାମ ନମସ୍କାର, କୁହନ୍ତୁ। ସେ ଅପା ତ ସବୁ ଗଛ ପତ୍ର ନେଇକି ଛାତ ଉପରେ ଲଗେଇଦେଲେ, ଏବେ ଆମେ ଆଉ ଲଗେଇବୁ କଣ? ନାଇଁ, ସେ ତାଙ୍କଠୁ ଶିଖିକି ଆମେ ଲଗେଇବା। ହଁ, ତେଣୁ ମୁଁ 7-8ଟା ଖଣ୍ଡେ ଗମଲା ଠିକ ରେଡି କରିଛି। ସବୁ ଥିଲା ଗଛ ପଛ ଗୁଡା ସବୁ ମରିଯାଇଛି, ମୁଁ ତାକୁ ରଖିଛି ଆମର ଗାର୍ଡେନ ଗୋଲ୍ଡ ମଗେଇକି, ତାକୁ ସେଇଥିରେ ସବୁ ନୂଆ ଗଛ ସବୁ ଲଗେଇକି ଆଉ କରିବା ଆଉ। ସାର୍ ତ ବହୁତ ଜିନିଷ କରୁଛେ, ଆମେ କଣ ସବୁ କିଛି କରିପାରୁଛେ? କିନ୍ତୁ ଆମେ ତ ସେଗୁଡା ଯୋଉଗୁଡାକ ଆମେ କରିପାରିବା ଆମ ହାତରେ ଅଛି, ଆମେ ତ ସେଗୁଡା କରିପାରିବା। ଆଉ ସେଗୁଡା ସବୁ ଲଗେଇକି କରିବା ଆଉ କଣ। ଓକେ, ହଁ ଥ୍ୟାଙ୍କ ୟୁ। ସାର୍, ଥ୍ୟାଙ୍କ ୟୁ। ୟା ମାଧ୍ୟମରେ ଆମେ ଅଲରାଉଣ୍ଡର ହେଇପାରିବା। ଆକ୍ଚୁଆଲି ଟିସି ସାର୍ ଆଜି ଗୋଟେ ବହୁତ ବଢିଆ କଥା କହିଲେ ଯେ ହଁ ଦେଖନ୍ତୁ, ବହୁତ ବଡ ବଡ ଉଦ୍ୟୋଗପତି ମାନେ ବି ଆଜି ଯଦି କୌଣସି ହଁ ଦେଶର ଜିଡିପି ଆଜି ଯୋଉ ଯୋଉ ଦେଶରେ ଫାର୍ମିଂ ମାନେ ଚାଷ କମ ହେଇଯାଉଛି ଯୋଉ ବର୍ଷ, ସେ ସେ ବର୍ଷ ବଡ ବଡ ଉଦ୍ୟୋଗପତି ମାନଙ୍କର ବି ଚିନ୍ତା ଆସିଯାଉଛି, ଜିଡିପି ବହୁତ କମ ହେଇଯାଉଛି। ହଁ ସବୁ କିଛି ରିଲେଟ କରେ। ଆମେ କୋଉଠି ବି ଥିଲେ, ଆମେ ସବୁ କିଛି ରିଲେଟ କରେ ଏଇ ଚାଷ ଉପରେ ନିର୍ଭର କରେ। ତ ୟା ଉପରକୁ ଯଦି ଆମେ ଟିକେ ଧ୍ୟାନ ଦେବା, ହେଇପାରିବ। ଓକେ, ସତପତି ବାବୁ, ଅବା ନା ଅନ୍ୟମାନେ କହିବେ ତ। ଅନ୍ୟମାନେ କୁହନ୍ତୁ, ମୁଁ କହୁଛି। ମୁଁ ଟିକେ ଅଧିକା ସମୟ କହିଦଉଛି। ମୁଁ କାନାଡା ଯାଇଥିଲି। ସେଠି ଯୋଉ ପ୍ରକାର ସେ ଆଣିଲେ ଖାଦ୍ୟ, ମାନେ ଯୋଉ ପ୍ୟାକେଟ ଦବାକୁ ଗଛରେ, ମୁଁ କହିଲି ଆଣ, ଗଛ ଦେଇକି ମୁଁ ତମକୁ ଶିଖେଇବି। ଏଠୁ ମଞ୍ଜି ନେଇକି ଯାଇଥିଲି, ସିଡ୍ସ ଆର୍ ନଟ୍ ଆଲାଉଡ୍ ଫ୍ଲାଇଟରେ, କିନ୍ତୁ ମୁଁ ନେଇକି ଯାଇଥିଲି। ସେଠି କୋଶିଳା ଶାଗ ଏମିତି କଲି, ଆଉ ଏମିତି ଇଏ କଲି, କଣ କହିଲେ, ଯୋଉ ମେଥି ଶାଗ, ଆଉ ଖାଇକି ଭାରି ଖୁସି ହେଲେ ସମସ୍ତେ। ଗାର୍ଡେନ କଣ ନେଇଥିଲେ? ହଁ, ନାଇଁ ନା, ସେଠିକା ସିଏ ଆଣିଲେ, ମୁଁ ନେଇନଥିଲି। ମୁଁ ମଞ୍ଜି ଖାଲି ସିଡ୍ସ ଆର୍ ନଟ୍ ଆଲାଉଡ୍, କିନ୍ତୁ ମୁଁ ଲୁଚେଇକି ନେଇଯାଇଥିଲି। ଓକେ, ହେଲା। ଥ୍ୟାଙ୍କ ୟୁ। ସବୁ ଭାଇ କୁହନ୍ତୁ। ସାରଙ୍କ କଥା ତ ବହୁତ ଭଲ ଲାଗିଲା, ଟିସିଜିଙ୍କ କଥା। ଦ୍ୱିତୀୟ କଥା ଯୋଉ କହିଲେ 2 କୁଇଣ୍ଟାଲ ଗୋବର ଖତ କିନ୍ତୁ 1 କେଜି ଆମର ସଏଲ ହେଲ୍ଥ ଇକ୍ୱାଲ, ଏଇଟା ବଡ ବିଚିତ୍ର ବଢିଆ। ଲାଗିଲା। କାହିଁକି ଦେଖନ୍ତୁ, ମାଟି ପାଇଁ ମାଟିର ଟ୍ରିଟମେଣ୍ଟ ଯଦି ଆମେ କରିପାରିଲେ, ତାହେଲେ 2 କୁଇଣ୍ଟାଲ ଗୋବର ଖତର ଦାମ ଠାରୁ ଇଏ କମ, ତାକୁ ଆମେ ମାଟିରେ ମିଶେଇକି ଯଦି କରିପାରିଲେ, ତାହେଲେ ତାଠାରୁ ଭଲ ଅମଳ ନେଇପାରିବା। ତେଣୁ ଇଏ ଗୋଟେ ବହୁତ ବଢିଆ ଜିନିଷ, ହାର୍ଟକୁ ଟଚ୍ କଲା ଭଳି। 2 କୁଇଣ୍ଟାଲ ଗୋବର ଖତ ସାଙ୍ଗରେ 1 କେଜି ସଏଲ ହେଲ୍ଥ ମାଟିକୁ ଏତେ ଉର୍ବର କରିଦେଇ ପାରିବ। ତେଣୁ ଇଏ ଗୋଟେ ବହୁତ ବଢିଆ ଜିନିଷ। ତା ସହିତ ସବୁ ପ୍ରକାର ଯେମିତି କହିଲେ ଗାର୍ଡେନ ଗୋଲ୍ଡ, ଜଣେ ଲୋକ ଚାହିଁବ ଗାର୍ଡେନ ଗୋଲ୍ଡ ଛାତ ଉପରେ, ଯେମିତି କି ଅପା କହିଲେ, ତାକୁ ବି ଆମେ ବହୁତ ବଢିଆ କରେଇ ପାରିବା। ସଏଲ ହେଲ୍ଥ ଆଉ ଫ୍ରୁଟ ହେଲ୍ଥ, ଏଗୁଡା ଯୋଉ ଆମ ପାଖରେ ଅଛି, ଭଲ ଭଲ ଜିନିଷ ଅଛି, ତାକୁ ଆମେ ଆପଣେଇ ପାରିବା, ତାହେଲେ ଆମେ ବହୁତ ବଡ ସକ୍ସେସ ହେଇଯାଇ ପାରିବା। ଚାଷୀ ମାନଙ୍କର, ମୁଁ ବି କାଲି ପରଦିନ ଯାଇ ଚାଷୀ ସହିତ କଥା ହେଇକି ଆସିଛି। ଗୌରାଙ୍ଗ ଚରଣ ସ୍ୱାଇଁ
କହିଲେ ଆଗେ ଧାନ ବିଲରେ ଆମେ ସେ ଯୋଉ ଜଳ ସଞ୍ଚୟଟାକୁ ଆପ୍ଲାଏ କରିବା। ଧାନ କଟା ସରିଲା ପରେ ଆଳୁ ଲାଗିବ, ଚାଷ ହେଲା ବେଳେ ସେ ଆଳୁ ପରେ ଆମେ ତାକୁ ଆପ୍ଲାଏ କରିବା। ତେଣୁ ଏ ବହୁତ ବଡ ଆକାର ହେଇପାରିବ ଯଦି ଆମେ କିଛି ଚାଷୀକୁ ଧରି ପାରିଲେ, ଚାଷୀଙ୍କୁ କନଭିନ୍ସ କରେଇ ପାରିଲେ, ତାହେଲେ ବହୁତ ବଢିଆ ଏ ବିଜନେସ ବଢେଇ ପାରିବା। ଆଉ ମାଟି ମା ହଉଛି ସବୁଠାରୁ, ଯେମିତି ଜିଡିପି କଥା କହିଲେ ଟିସିଜି, ତାହେଲେ ଆମର ଉନ୍ନତି ପ୍ରକୃତରେ ହବ ଚାଷ ଯୋଗୁ। ଯଦି ଚାଷରେ ଫସଲ ନାହିଁ ସେ ବର୍ଷ ବହୁତ ଲସ୍। ତେଣୁ ସେଥିପାଇଁ ଆମେ ଏଇ ଯୋଉ ଗାର୍ଡେନ ଗୋଲ୍ଡ ହଉ କି ହରିସଞ୍ଜୀବନୀ ହଉ, ତାକୁ ଯଦି ଆପଣେଇ ପାରିବା ତାହେଲେ ବହୁତ ବଢିଆ ସକ୍ସେସ୍ ନେଇପାରିବା, ଯଦି କିଛି ଚାଷୀଙ୍କୁ ଆମେ ହାତରେ ରଖିପାରିଲେ। ଓଭର ଟୁ ଶତପଥୀ ବାବୁ। ଓକେ, ବହୁତ ବଢିଆ କାମ ହେଇପାରିବ। ଆମେ ଯୋଉଠିକି ବି ଯାଉଛେ ସେଇ ଜାଗାରେ ଯୋଉ ଚାଷୀ ମାନଙ୍କ ସାଙ୍ଗରେ ମିଶୁଛେ ତାଙ୍କ ନାଁ ଫୋନ ନମ୍ବରକୁ ଟିପିକି ରଖିବା, ତା ସହିତ କଣ କଣ ଡିସ୍କସନ କଲେ ତାଙ୍କୁ ଠିକ ଭାବରେ ଆମେ ଦବା। ଆମର ଗାର୍ଡେନ ଗୋଲ୍ଡ ହଉ କିମ୍ବା ହରିସଞ୍ଜୀବନ ହଉ ଆମେ ଦବା। ଦେଇ ସାରିବା ପରେ ତାକୁ ବାରମ୍ବାର ଫଲୋଅପ୍ କରିବା, ସେ ଠିକ ଭାବରେ କଲେ କି ନାହିଁ। ବେଳେ ବେଳେ ଏମିତି ବି ଦେଖାଯାଏ ଯେ ହରିସଞ୍ଜୀବନର ଷ୍ଟେଜ ନମ୍ବର 1ଟା ଦିଆହେଇଥିବ, ଆଉ ଆମେ 6 ମାସ କି ବର୍ଷେ ପରେ ଯାଇ ଦେଖିଲା ବେଳକୁ ଆଉ ବାକି 3ଟା ଦିଆ ହେଇନଥିବ। ଏ ଦେଇ ତ ନାହୁଁ, ମନେ ତ ନାହିଁ। କିନ୍ତୁ ଆମେ ଯଦି ବାରମ୍ବାର ତାଙ୍କୁ ଗୋଟେ ମାସ ପରେ ମନେ ପକେଇବା ଷ୍ଟେଜ ନମ୍ବର 2 ପକେଇବା ପାଇଁ, ପୁଣି 15 ଦିନ ପରେ ମନେ ପକେଇବା ଯେ ଷ୍ଟେଜ ନମ୍ବର 3ଟା ଦିଆ ହେଇଛି ନାହିଁ, ତାପରେ ପୁଣି 15 ଦିନ ପରେ ଷ୍ଟେଜ ନମ୍ବର 4। ଆମେ ଗୋଟେ ଅଭିଯାନକୁ ଠିକ ଭାବରେ କାମ କଲେ ତା ଦେହରୁ ହିଁ ରେଜଲ୍ଟ ବାହାରିବ। ଓକେ, ସୁକାନ୍ତ ବାବୁ କୁହନ୍ତୁ। ସାର୍ ନମସ୍କାର, ସାର୍ ଜୟ ସିଂ। ନମସ୍କାର, ଜୟ ଆସି। ସାର୍ ବହୁତ ଗୁଡା କଥା କହିଲେ। ଭାରତର ମେରୁଦଣ୍ଡ, ଭାରତ କଣ ଆମର ବିଶ୍ୱର ମେରୁଦଣ୍ଡ ହଉଛି ଚାଷ। ଚାଷ ଯଦି ଅଛି ଆମର ସବୁ କିଛି ଆମର ହବ। ଆମର ଯେତେବେଳେ ଇକୋନୋମିକାଲ ଷ୍ଟାଟସ୍ ଆମର ଇଏ ଷ୍ଟାଟିଷ୍ଟିକ୍ସ କରାଯାଏ, ଚାଷ ଯଦି ଏ ବର୍ଷ ଭଲ ହେଇଛି ତାହେଲେ ଆମ ଦେଶର ଉନ୍ନତି ଆମେ ଜାଣିବା ଇଏ ହେଉଛି। ଆଉ ସବୁ ଯାକ ଯେତେକ ଆମର ଜିନିଷ ଦେଖନ୍ତୁ, ର ମେଟେରିଆଲ ଚାଷରୁ ହିଁ ଆମର ର ମେଟେରିଆଲ ସବୁ ବାହାରିବ। ସେ ର ମେଟେରିଆଲ କେମିତି ଆମର ଅଧିକା ପ୍ରଡକ୍ସନ ହେଇପାରିବ, ସେଥିପାଇଁ ଆମକୁ ଜୈବିକ କ୍ଷେତି ଆମକୁ କରିବାକୁ ପଡିବ। ଜୈବିକ କ୍ଷେତି ମାନେ କଣ, ଅର୍ଗାନିକ ଉପାୟରେ କେମିତି ଆମେ କରିପାରିବା। ଆଜିକାଲି କେମିକାଲ ପକେଇଦେବେ, ଆଜି କାରଣ ସାର ଔଷଧ ପକେଇଦେବେ, ଦେଖନ୍ତୁ ବର୍ଷେ 2 ବର୍ଷ 3 ବର୍ଷ ବେଳକୁ ଦେଖ ସେ ବିଲରେ ସେ ଆଉ, ଆଜି ଧର ଗୁଣ୍ଠ ପ୍ରତି କିଲେ 2 କିଲେ ସାର ଦଉଥିବେ, ତାର ବର୍ଷ ଆଉ ଅଧ କିଲୋ ବି ନଦେଲେ ସେଟା ବଢିବନି, ଆପଣଙ୍କ ପ୍ରଡକ୍ସନ ବଢିବନି। କିନ୍ତୁ ଆମର ଏମିତି ଆମର ହରିସଞ୍ଜୀବନୀ ଆମର ଏମିତି ପ୍ରଡକ୍ସନ ଆମର ଆସିଛି, ଆପଣ ଯଦି ରେଗୁଲାର 3 4 ବର୍ଷ 5 ବର୍ଷ ଧୀରେ ଧୀରେ ଆପଣ କେମିକାଲ ଆମର ସାର ଖତ ପେଷ୍ଟିସାଇଡ ୟୁଜ କରୁଛେ, ସେଟା ଧୀରେ ଧୀରେ ଆମର କମି କମି ଚାଲିବ। ଆଉ ଧୀରେ ଧୀରେ ପ୍ରଡକ୍ସନ ଆମର ବଢି ବଢି ଚାଲିବ। ସେ କଣ, ମାଟିର ଉପଚାର, ମାଟିଟାକୁ ସେମାନଙ୍କର କଣ କି ଆମର ଯୋଉ ହରିସଞ୍ଜୀବନୀର ମାଟିଟାକୁ ଧୀରେ ଧୀରେ ପରିବର୍ତ୍ତନ କରି ସେ ଅର୍ଗାନିକ ଉପରେ ପରିବର୍ତ୍ତନ କଲା। ମାଟିଟା ହାଲକା ହେଲେ କଣ, ଆମ ଚେର ଠିକରେ ହ୍ୱାଇଟ ରୁଟ୍ ଆମର ଅଛି ଡିପକି ଯିବ। ଆଉ ମାଟି ଭିତରେ ଆମର କ୍ୟାଲସିୟମ, ଫସଫରସ, ମାଙ୍ଗାନିଜ ଆମର ଅଛି, ବୋରନ ଅଛି, ପଟାସ ଅଛି, ସେ ଧୀରେ ଧୀରେ ମାଟି ସେ କଲେକ୍ସନ କରିକି ଆମର ଇଏ ହେଇପାରିବ। ତାପରେ ଆମର ଯୋଉ ସଏଲ ହେଲ୍ଥ ବାହାରିଛି, ଆମର ଯୋଉ ସଏଲ ହେଲ୍ଥ ହେଲା, ଫୁଡ ସ୍ପେଶାଲ ହେଲା, ଆମର ଯୋଉ ବାହାରିଲା ଜଳ ସଞ୍ଚୟ ହେଲା, ସେ ଧୀରେ ଧୀରେ ମାଟିଟାକୁ କଣ ସେ ଉର୍ବରିଆ କରିବ। ଉର୍ବରିଆ କଲେ କଣ ହଉଛି, ମାଟିଟା ଯେତେ ହାଲକା ହେବ ସେତିକିରେ ଆମର ଗଛଟା ହୃଷ୍ଟପୃଷ୍ଟ ହେବ। ଯୋଉ ଗଛ ହୃଷ୍ଟପୃଷ୍ଟ ସେ ଖାଦ୍ୟ ପଦାର୍ଥ ପାଇଲା, ସେ ଧୀରେ ଧୀରେ ପ୍ରଡକ୍ସନ ଅଧିକା ହେଲା, ନିରୋଗୀ ରହିଲା। ଦେଖନ୍ତୁ ଯୋଉ ଗଛ ସୁସ୍ଥ ଅଛି ସେଥିରେ ରୋଗ ପୋକ ଲାଗିବନି। ମଣିଷ ଦେଖନ୍ତୁ, ଆମ ସ୍ୱାସ୍ଥ୍ୟ ମଣିଷ ପାଇଁ ଦେଖନ୍ତୁ, ଯୋଉ ଲୋକ ରୋଗଣା ଅଛି ତାକୁ ବିଭିନ୍ନ ପ୍ରକାର ତାର ଇନଫ୍ଲୁଏଞ୍ଜା ହଉ, ବିଭିନ୍ନ ଭାଇରସ ହଉ, କି ବିଭିନ୍ନ ପ୍ରକାର ତାର ଇମ୍ୟୁନି ଖରାପ ହେଲେ ତାକୁ ରୋଗ ଯଦି ମାଡି ବସେ, ଆମର ଯେମିତି ଗଛ ଯଦି ସୁସ୍ଥ ରହିଲା ତାକୁ ରୋଗକୁ ଆଟାକ କରିବେନି। ଆଉ ରୋଗକୁ ଆଟାକ କଲେ ସିନା ଆମେ ପେଷ୍ଟିସାଇଡ ଦବା କି ଆମର କେମିକାଲ ଦବା କି ସ୍ପ୍ରେ କରିବା। କିନ୍ତୁ ଆମର ସେଥିପାଇଁ ଆମକୁ ଦରକାର କଣ, ସୁସ୍ଥ ଗଛ ଦରକାର ହେଲେ କଣ, ଆମର ଦରକାର ଉତ୍ତମ ଜଳ ଦରକାର, ତା ପୋଷଣ ତତ୍ତ୍ୱ ଖାଦ୍ୟ ଦରକାର, ତାର ଆମର ଭିଟାମିନ ଦରକାର। ନ୍ୟୁଟ୍ରିସନ ଖାଇଲେ ଆମ ଗଛଟା ଧୀରେ ଧୀରେ ଆମର ଗ୍ରୋଥ ହେଲେ ଆମର ପ୍ରଡକ୍ସନ ଅଧିକା ହବ। ଆଉ ଚାଷୀ ଭାଇ ମାନେ ଆମର ଠିକରେ ଆମର ପ୍ରଡକ୍ସନ ପାଇଲେ ତାଙ୍କର ଇନକମ ବଢିପାରିବ। ଆଉ ଦେଖନ୍ତୁ ମୋର ଟିମରେ କାମାୟନରେ ମୋର ଟିମ୍ ଚାଲିଛି, ସେଥିରେ ଆମର ସେ ତାଙ୍କର ପ୍ରତି ବର୍ଷ ସେମାନେ ଗାର୍ଡେନ ଗୋଲ୍ଡ 10 କାର୍ଟୁନ ପାଖାପାଖି ସେଲ୍, ପ୍ରତି ମାସରେ ସେ ଗୋଟେ କାର୍ଟୁନ ଗାର୍ଡେନ ଗୋଲ୍ଡ ସେଲ୍ କରୁଛନ୍ତି। କାଲି ଆମର ତାଙ୍କୁ ପଠାଇଛି ଜଳ ସଞ୍ଚୟ, ସ୍ପ୍ରେ ମାକ୍ସ 85। ମୁଁ ଦେଖିଲି ତମେ ବାହାର ଜିନିଷ ମାର୍କେଟରେ ବିକୁଛ, ସ୍ପ୍ରେ ମାକ୍ସ 85 ଆମର ସେ ବିକୁଥିଲେ ଆପ୍ସା 80। ମୁଁ କହିଲି ଆପ୍ସା 80 ଦେଖନ୍ତୁ କେତେ ରେଟ୍ ଅଛି, ଆମର ସ୍ପ୍ରେ ମାକ୍ସ 85। ମୁଁ ତା ଭିଡିଓ କମ୍ପାରିଜନ କରି ପଠେଇଦେଲି। ସେ କାଲି 10ଟା ନେଇଥିଲେ ଆମର ସ୍ପ୍ରେ ମାକ୍ସ 85, ପୁଣି କାଲି ଆହୁରି ହାଫ ଲିଟର 5ଟା କାଲି ତାଙ୍କର ଦିଆହେଇଛି, ଆଉ ଜଳ ସଞ୍ଚୟ 2ଟା ଦିଆହେଇଛି। ସେ ଯେତେବେଳେ ୟୁଜ କରିବେ, ପ୍ରଡକ୍ସନ ହବ, ତାଙ୍କୁ ଟିକେ ଫିଲ୍ଡ ଉପରେ ଆଉ ଟିକେ ଆମର ସପୋର୍ଟ ଯଦି ମିଳିବ, ଫିଲ୍ଡ ଉପରେ ଯାଇକି ତାଙ୍କୁ ଟିକେ ଚାଷୀ ସାଥିରେ ଆମେ କଥାବାର୍ତ୍ତା ହେଇ ତାଙ୍କୁ ଯଦି ବୁଝେଇ ପାରିଲେ, ତାଙ୍କର ଭିଡିଓ ଦେଖେଇ ପାରିଲେ, ତାଙ୍କର ବେନିଫିଟ ବତେଇ ପାରିଲେ, ନିଶ୍ଚିତ ସେମାନେ ଚାଷୀ କୂଳ ଆମର ନିଶ୍ଚିତ ଉନ୍ନତି ହବ। ଆଉ ଚାଷୀ ଭାଇ ଗୋଟେ ଚାଷୀ ଗୋଟେ ଏରିଆରେ ଯଦି ଗୋଟେ 2ଟା ଚାଷୀ ଆମର ପ୍ରଡକ୍ସନ ଠିକରେ କଲେ, ତାଙ୍କୁ ଯଦି ଆମେ ଠିକରେ ତାଙ୍କର ଚାଷଟା ଆମେ ଦେଖେଇ ଦେଲେ,
ଧୀରେ ଧୀରେ ଦେଖନ୍ତୁ ସେ ଆର ବର୍ଷକୁ ନେକ୍ସଟ ତାର ଫସଲ ହେଲା ବେଳକୁ ସେ 10ଟା ଲୋକ ଦେଖିବେ ନାଇଁ ତମ ଜିନିଷଟା ଭଲ ହେଇଛି, ତମର ପ୍ରଡକ୍ସନ ଭଲ ହେଇଛି, ତମର ମାର୍କେଟ ଯୋଉ ଧର ଜହ୍ନି ହେଲା, କାକୁଡି ହେଲା, କି ଆମର ବାଇଗଣ ହେଲା, ଯଦି ସେ ରେଟ୍ ରେ ଆମର ଦେଖିବେ ଧର 50 ଟଙ୍କା ବିକ୍ରି ହଉଛି, ସେ ଜିନିଷ 60-70 ଟଙ୍କା ବିକ୍ରି ହବ କେଜି। କାରଣ ସେ ଜିନିଷ ଫ୍ରେଶ ଜିନିଷ ଆସିବ, ତାର କଲର, ତାର ମାନେ ସାଇଜ, ତାର ବଙ୍କା ଟଙ୍କା ହବନି, ସେ ସବୁ ଜିନିଷ ଭଲ ଆସିବ। ମୁଁ ନିଜେ ବି ଅନୁଭବ କରିଛି। ମୁଁ ବି ଆମର ବିଲରେ ବି ଆମର ହରିଶନି ପ୍ରତିବର୍ଷ ମୁଁ ୟୁଜ କରେ। ୟୁଜ କଲା ପରେ ଏ ବର୍ଷ ମୁଁ ଜମା ସାର ଔଷଧ କିଛି ପକେଇନି, କେବଳ ହରିଶନି ବୋଲି ୟୁଜ କରିଛି। ଆଉ ଗୋଟେ ଜିନିଷ ହେଲା ଚାନଟା ମୁଁ ପକେଇ ପାରୁନଥିଲି, ସେଥିରେ ବର୍ଷା ଲାଗି ରହିଲା ପକେଇ ପାରିଲିନି। ତଥାପି ବହୁତ ମୋର ବିନା ଖତ ସାରରେ ମୋର ବହୁତ ବଢିଆ ଆମର ଚାଷ ଜମି ହେଇଛି। ଥ୍ୟାଙ୍କ ୟୁ ସାର୍। ବହୁତ ବଢିଆ। ଆକ୍ଚୁଆଲି ସୁକାନ୍ତ ବାବୁ ବି ଜଣେ ବହୁତ ବଡ ଚାଷୀ ପରିବାରରୁ, ଆଉ ଚାଷୀ ବି ଚାଷ ବି କରନ୍ତି, ହରିତ ସଞ୍ଜୀବନୀ ବି ବ୍ୟବହାର କରନ୍ତି। ତ ବର୍ତ୍ତମାନ କଥା ହଉଛି କି ଆମେ ଯୋଉ ନଲେଜ ଆମର ଅଛି ଆଉ ଟିକେ ନଲେଜ ଅଧିକା କରିବା ପାଇଁ ପ୍ରତ୍ୟେକ ବୁଧବାର ଦିନ ଜୈବିକ କ୍ଷେତ ଉପରେ ଟ୍ରେନିଂ ବି ଦିଆଯାଉଛି 8ଟାରୁ 9ଟା। ଶୁକ୍ରବାର ଦିନ ସନ୍ଧ୍ୟା 8ଟା ବେଳେ ହରିତ ସଞ୍ଜୀବନୀ ଉପରେ, ଶନିବାର ଦିନ ଆମର ଆମର ଜଳ ଯୋଉ ସଞ୍ଚୟ। ଜଳ ଜଳ ସଞ୍ଚୟ ସଞ୍ଚୟ। ଉପରେ, ଏମିତି ବୁଧବାର, ଶୁକ୍ରବାର, ଶନିବାରରେ ୟାର ଟ୍ରେନିଂ ବି ହେଇଯାଇପାରିବ। ଆମେ ନେଲେ ଆଉ ଟିକେ ବହୁତ ଭଲ ହବ। ଆଉ ବାକି ରହିଲା ଯୋଉ ଟ୍ରେନିଂ କଥା, ଆଜି ଆକ୍ଚୁଆଲି ଏ ମାସର ପ୍ରଥମ ଦିନ। ଯଦି ଚାନ୍ଦ ସାର୍ଙ୍କର କିମ୍ବା ସୀମା ମ୍ୟାଡାମଙ୍କର କିମ୍ବା ମୋର କିମ୍ବା କାହାର ବି ଆପଣଙ୍କର କୌଣସି ମାନେ ସମସ୍ତଙ୍କୁ ମୁଁ କହୁଛି, ଯଦି ବି କୌଣସି ଦରକାର ତାହେଲେ ଆଜି ଡେଟ୍ରେ କହିଲେ ତ ଆମେ ଡେଟ୍କୁ ଫାଇନାଲ କରିଦେବା, ତାକି ଆପଣଙ୍କର, କାରଣ ଡିସେମ୍ବର ମାସ ଏଇଟା ବହୁତ ବିଜି ମନ୍ଥ। ଏଇ ମାସରେ ସମସ୍ତେ ବୁଲାବୁଲି କରନ୍ତି, ଏସବୁ କରନ୍ତି, ଫ୍ୟାମିଲି ବି ଅଛି। ତ ସେଥିଲାଗି ଆଜି ଡେଟ୍ ଯଦି ଫାଇନାଲ ହେଇଯାଉଛି ତାହେଲେ ଆମେ ସେଇ ଡେଟ୍କୁ ଆମେ ଷ୍ଟିକ୍ କରିକି କାମ କରିପାରିବା। ତ ଆପଣମାନଙ୍କର ଯଦି କୋଉଠି କୋଉଠି ବି ଆପଣଙ୍କର କୋଅପରେସନ ଦରକାର ହଉଛି ତ ଆଜି କୁହନ୍ତୁ, ଯୋଉଟା ବି ଫାଇନାଲ ହେଇଯିବ ତ ସେଇ ଅନୁସାରେ ଆମେ ମାସ ସାରା କାମ କରିବା। ଓକେ, ଚିତ୍ତ ବାବୁ କୁହନ୍ତୁ ଅନମ୍ୟୁଟ୍ କରିକି। ସାର୍ ନମସ୍କାର, ଜୟ ଶ୍ରୀ ସାର୍। ନମସ୍କାର, ଜୟ ଆଶ୍ରୀ। ବର୍ତ୍ତମାନ ଆଜି ଯୋଉ ପ୍ରୋଗ୍ରାମ କରାହେଲା ଗୁରୁକୁଳର ଜୈବିକ କ୍ଷେତି ଉପରେ, ଯୋଉ ପ୍ରୋଗ୍ରାମ ଆଜି ହେଲା, ତାପରେ ଗୋଟେ ଜିନିଷ ମୁଁ ଷ୍ଟଡି କଲି ଯେ ଆମର ଯେମିତିକା ନୂଆ ଭାରତ ନିର୍ମାଣ ଏବଂ ରୋଗମୁକ୍ତ ଭାରତ ନିର୍ମାଣର ଯୋଉ ଅଭିଯାନ ଚାଲିଛି ସର୍ବଭାରତୀୟ ସ୍ତରରେ, ୟାକୁ ସଫଳ କରିବାକୁ ହେଲେ ଆମେ ଯେମିତି ଆମ ନିଜ ସ୍ୱାସ୍ଥ୍ୟକୁ ଆମେ ଠିକ ରଖିବା ଦରକାର। ଆମ ସ୍ୱାସ୍ଥ୍ୟ ଠିକ ରହିଲେ ହିଁ ରୋଗମୁକ୍ତ ଭାରତ ନିର୍ମାଣ ବା ନୂଆ ଭାରତ ନିର୍ମାଣ ହେଇପାରିବ। ଠିକ ସେଇଭଳି ମାତୃଭୂମି ମୃତ୍ତିକାର ଯଦି ଆମେ ତାକୁ ଠିକ ସପ୍ଲିମେଣ୍ଟ ତାକୁ ଦେଇକିରି, ତାର ଯୋଉ ରାସାୟନିକ ପ୍ରୟୋଗ ଆମେ କରୁଛେ, ସେ ରାସାୟନିକ ପ୍ରୟୋଗ ଠାରୁ ଦୂରରେ ରହିକିରି ଯଦି ଆମେ ସଫଳ ସପ୍ଲିମେଣ୍ଟ ଦ୍ୱାରା ବା ଜୈବିକ କ୍ଷେତି ଦ୍ୱାରା ଆମେ ତାକୁ ସେତିକି ଖାଦ୍ୟ ସାର ଏବଂ ସେତିକି ପୋଷକ ତତ୍ତ୍ୱ ତାକୁ ଯୋଗେଇକିରି ଆମେ ଯଦି ଜୈବିକ କ୍ଷେତି ଉପରେ ଆମେ ଚାଷ କାର୍ଯ୍ୟ କରିପାରିବା, ତାହେଲେ ତା ଦେହରୁ ଯୋଉ ଅମଳ ହେଉଥିବା ଯୋଉ ଖାଦ୍ୟ ଉପାଦାନ, ସେ ଖାଦ୍ୟ ଉପାଦାନଟା ଆମେ ତାକୁ ଗ୍ରହଣ କରିବା ଦ୍ୱାରା ଆମ ଶରୀର ରୋଗମୁକ୍ତ ରହିବ। ଏବଂ ବିଶେଷ କରି ମାଟି ଯେତେବେଳେ ରୋଗମୁକ୍ତ ରହିଲା, ମାଟି ଯେତେବେଳେ ଜୈବିକ କ୍ଷେତ ଦ୍ୱାରା ଫଳ ଯେତେବେଳେ ଆମଦାନୀ ହେଉଛି, ତାର ରାସାୟନିକ ପ୍ରଭାବରୁ ସେ ରକ୍ଷା ପାଇଲା, ତେଣୁ ଅଟୋମେଟିକ ଶରୀରଟା ଆମର ଠିକ ରହିବ। ଏବଂ ଶରୀର ଠିକ ରହିବା ଦ୍ୱାରା ମୃତ୍ତିକା ମଧ୍ୟ ଠିକ ରହିଲା। ତେଣୁ ଉଭୟ ଯେତେବେଳେ ଠିକ ରହିବେ, ତେଣୁ ସେ ଜାଗାରେ ହବ କଣ ନା ରୋଗମୁକ୍ତ ଭାରତ ନିର୍ମାଣ ବା ନୂଆ ଭାରତ ନିର୍ମାଣର ଅଭିଯାନ ଯୋଉ ଅଛି, ସେ ଅଭିଯାନ ଆମର ସଫଳ ହେଇପାରିବ। ଥ୍ୟାଙ୍କ ୟୁ, ଓଭର ଟୁ ସାର୍। ଓକେ, ଥ୍ୟାଙ୍କ ୟୁ। ସେଥିପାଇଁ ଆମକୁ ଚାଷୀମାନଙ୍କର ଲିଷ୍ଟ କରିବା ଦରକାର। ଆଜି ଆମେ ଲିଷ୍ଟ, ଆଜି କେବଳ ନୁହେଁ, ଯୋଉଠି ଯୋଉଠି ଯାଉଛେ ଆମେ ଲିଷ୍ଟ କରିବା, ସେମାନଙ୍କ ସହିତ ଡିସ୍କସନ କରିବା, ସେମାନଙ୍କୁ ଯୋଉ ମିଟିଂ ଅଛି, ମିଟିଂ ବୁଧବାର, ଶୁକ୍ରବାର ଆଉ ଶନିବାର, ତାର ଲିଙ୍କ ବି ପଠେଇବା, ତାଙ୍କୁ ମିଟିଂରେ ବସେଇବା, ତାକି ଜୈବିକ ଆଜ୍ଞା କ୍ଷେତି। ଆଉ ବର୍ତ୍ତମାନ ସରକାର ବି ବହୁତ ସାରା ଜୈବିକ କ୍ଷେତି ଉପରେ ବହୁତ ପ୍ରୋତ୍ସାହନ କରୁଛନ୍ତି। ଆଜି ଯଦି କୌଣସି, ମୁଁ ବି ଚାଷୀମାନଙ୍କ ସାଙ୍ଗରେ ମିଶୁଛି, ଜାଣୁଛି ଯେ ଯୋଉ ଧାନର ଦାମ 3100 ଟଙ୍କା, ଆମ ନର୍ମାଲ ଧାନର ଦାମ ହଉଛି, ଯଦି ତାକୁ ଜୈବିକ ଚାଷ କରିକି ବିନା ରାସାୟନିକ ଆମେ ଦଉଛେ, 3100 ଜାଗାରେ 4100 ଟଙ୍କା ତାର ରେଟ୍ ଆସିଯାଉଛି। ତ ସେଥିଲାଗି ଜୈବିକ କ୍ଷେତିକୁ ପ୍ରୋତ୍ସାହନ ବି ସରକାର ବି କରୁଛନ୍ତି। ଓକେ, ଥ୍ୟାଙ୍କ ୟୁ। ମିତାଞ୍ଜଳି ମ୍ୟାଡ଼ାମ କୁହନ୍ତୁ, ଅନମ୍ୟୁଟ୍ କରନ୍ତୁ ମ୍ୟାଡ଼ାମ। ଆଜ୍ଞା, ନମସ୍କାର, ଜୟ ଶ୍ରୀ ସାର୍। ଆଜ୍ଞା, ନମସ୍କାର। ହେଲିଆ କଥା ସବୁ କହିଛି, ଆଉ ମୁଁ କଣ କହିବି।
ହେଲେ ପା କିନ୍ତୁ ଭେଣ୍ଡି ଦେଇଥିଲା ଖାଇଥିଲି ତାର ବହୁତ ବଢିଆ। ତାପରେ ମୁଁ ତ ଗାର୍ଡେନ ଗୋଲ୍ଡ ର ସବୁ ମାନେ ସମସ୍ତଙ୍କୁ ମାନେ ମୋର ମାସକୁ ପ୍ରାୟ ବହୁତ ନିଅନ୍ତି। ଆଉ ମୁଁ ତ ଏଠି ଇଏଙ୍କ ସହିତ କଥା ହେଇଛି ଏଗ୍ରିକଲଚର, ଆପଣ ଟିକେ ସହଯୋଗ ଦେଲେ ହବ ଆଉ। ଓକେ, ଆଜ୍ଞା, ଠିକ ଅଛି। ଆଜି ଟାଇମିଂ କେତେବେଳେ ମତେ କହିଲେ ତ। ମୁଁ ବୁଝିକି ଆପଣଙ୍କ ସହିତ ଫୋନ କରି କଥା ହେବି। ସାର୍ ରଖୁଛି, ଓକେ, ନମସ୍କାର। ଥ୍ୟାଙ୍କ ୟୁ, ଥ୍ୟାଙ୍କ ୟୁ। ଶର୍ମିଷ୍ଠା ମ୍ୟାଡ଼ାମ କୁହନ୍ତୁ, ଅନମ୍ୟୁଟ କରନ୍ତୁ ମ୍ୟାଡ଼ାମ। ଜୟ ଆର୍ସିଏମ୍ ସାର୍। ଜୟ ଆରସିଏମ ମ୍ୟାଡ଼ାମ କୁହନ୍ତୁ। ସାର୍ ମୋର ତ ୟା ଉପରେ ସେମିତି କିଛି ନଲେଜ ନଥିଲା। ମୁଁ ତ ପ୍ରୋବ୍ଲେମ ଦେଇକି ଗତି କରୁଥିଲି, ଆପଣ ଜାଣିଛନ୍ତି। ଆସ୍ତେ ଆସ୍ତେ ସର୍ଟ ଆଉଟ କରୁଛି। ଆଉ ମୁଁ ସବୁ ମିଟିଂ ଏଥର ଆଟେଣ୍ଡ କରିବି, ବୁଧବାର, ଶୁକ୍ରବାର, ଶନିବାର। ଆଉ ମୋର ବି ତ ଜାଗା ଅଛି, ମୁଁ ସବୁ ତା ପ୍ରୟାସ କରିବି ଆଉ। ତାପରେ ଆଗ ନଲେଜ ଗେନ୍ କରେ, ତାପରେ ସବୁ କରିବି ଆଉ। ଥ୍ୟାଙ୍କ ବହୁତ ୟୁ ସାର୍। ବଢିଆ, ବହୁତ ବଢିଆ। ଆପଣ କଲେ ବହୁତ ସାରା ଏକ୍ଜାମ୍ପଲ ବି ହେଇଯାଇ ପାରିବ। ଓକେ, ଆଜ୍ଞା ଆଜ୍ଞା। ଏ ଦେଶ ଗଠନ କରିବା ପାଇଁ ବି ଆପଣଙ୍କର ସହଯୋଗ ବି ନିହାତି ଦରକାର। ଆପଣ ମାନଙ୍କର ବି ସହଯୋଗ ଦରକାର। ସୁସ୍ଥ ଭାରତ ନିର୍ମାଣ କରିବା ପାଇଁ ଆପଣଙ୍କ ଆଜ୍ଞା, ସହଯୋଗ ନିହାତି ଦରକାର। ତ ଆମେ ନିହାତି। ଆଗକୁ ବଢିବା। ଓକେ, ଥ୍ୟାଙ୍କ ୟୁ। କାର୍ତ୍ତିକ ବାବୁ କୁହନ୍ତୁ, ଅନମ୍ୟୁଟ କରନ୍ତୁ କାର୍ତ୍ତିକ ବାବୁ। ସାର୍ ନମସ୍କାର, ଜୟ ଶ୍ରୀ ସାର୍ ନମସ୍କାର। ନମସ୍କାର, ଜୟ ଯୋଉ ଆରସିଏମ। କହୁଥିଲେ ଆଜି ମୁଁ ଗୁରୁକୁଳରେ ଥିଲି, କିଛି ସମୟ ଥିଲି, ମାନେ ନେଟୱାର୍କ ଅପଡାଉନ ହବା ସକାଶେ ଥିଲି। ତଥାପି ବହୁତ ସାରା ବହୁତ କଥା ଶୁଣିଛି। ତାହେଲେ ସବୁଠାରୁ ବଡ କଥା ହେଲା, ମାନେ ଆମେ ଯଦି ହରି ସଞ୍ଜୀବନୀ ପ୍ରଡକ୍ଟ ଏଗ୍ରିକଲଚର ବା ଚାଷରେ ୟୁଜ୍ କରିବା, ତା ଦ୍ୱାରା ଜହର ମୁକ୍ତ ଫସଲ ଉତ୍ପାଦନ ହବ। ଯାହା ଦ୍ୱାରା କି ଆମେ ମାନେ ଜହର ମୁକ୍ତ ଫସଲର ଖାଦ୍ୟ ଖାଇଲେ ରୋଗ ମୁକ୍ତ ରହିବା। ଏପଟେ ଆମେ ନ୍ୟୁଟ୍ରିସନ ବି ଖାଇକି ୟୁଜ୍ ମାନେ ସୁସ୍ଥ ରହିବା, ପ୍ଲସ୍ ସେଇ ଜହର ମୁକ୍ତ ଫସଲ ବି ଯଦି ଲୋକଙ୍କୁ ଦିଆଯାଏ, ଆମେ ବି ନିଜେ ବି ୟୁଜ୍ କରିବା, ତାହେଲେ ସେଥିରୁ ରୋଗମୁକ୍ତ ଜୀବନଯାପନ କରିବା ବୋଲିକି ଆମେ, ସେଇଟା ମୁଁ ଗୋଟେ କଥା ଶିଖିପାରିଛି। ଏଇଟା ଗୋଟେ ବଡ କଥା, ଏତିକି ଆଉ। ବା, ବହୁତ ବଢିଆ କଥା, ବହୁତ ବଢିଆ ବିଚାର ଆପଣ ମାନଙ୍କର। କିନ୍ତୁ ସେଥିପାଇଁ ତିଆରି କଣ କରିବା ଦରକାର? ଆମେ ବସିଲେ ଏଇଆରେ ତ ଆଜି। ସାର୍ ଚାଷୀ ମାନଙ୍କୁ ତ ମୁଁ ଉତ୍ସାହିତ କରୁଛି। ମାନେ ଅଛି ଗୋଟେ ଆମର ସେ ବଳଭଦ୍ର ସରି ଚାନ୍ଦପୁର ବୋଲି ଗୋଟେ ଜାଗା ଅଛି, ସେଠି ଆମେ ସାହୁ ଭାଇ ଆଉ ମୁଁ କି ଯାଇଥିଲୁ। ସେଠି ଚାଷୀ ମାନଙ୍କ ମିଟିଂ ବସେଇବୁ, 20-30 ଲୋକ ଚାଷୀଙ୍କୁ ନେଇକି ବସେଇବୁ। ଆଉ ସେଠି ଧାନ ଫାନ କଟା ସରିଲା ପରେ ସେଠି ଜଳ ସଞ୍ଚୟ ପାଇଁ କି ଆମେ ମିଟିଂ କରିବୁ। ତାପରେ ଜଳ ସଞ୍ଚୟର ସେଠି ୟୁଜ୍ କରେଇବୁ, ଜଳ ସଞ୍ଚୟ ପ୍ରଡକ୍ଟ ଏଗ୍ରିକଲଚର ପାଇଁ। ବା, ବହୁତ ବଢିଆ କଥା। ଅଲରେଡି ସେଠି କଥା ହେଇକି ଆସିଛୁ ସାର୍। ଆଜ୍ଞା ଓକେ, ଓକେ। ନାଇଁ, ଆପଣ ଅଲରେଡି ତ କାମ ଷ୍ଟାର୍ଟ କରିଦେଲେଣି। ନାଇଁ, ମୁଁ କହିବା ଆଜ୍ଞା ସାର୍। କଥା ଯେ ଆମେ ତିଆରି ଏଇ ଟାଇପର କରିବା ଯେ ଆମର ସର୍କଲ ତ ବହୁତ ବଡ ଅଛି। ପ୍ରଥମେ ଆମେ ଚାଷୀମାନଙ୍କର ଗୋଟେ ଲିଷ୍ଟ କରିବା, ତାଙ୍କ ସହିତ ଡିସ୍କସନ କରିବା, କଥା ହବା। ତା ଭିତରେ ଯୋଉମାନେ ଟିକେ ଏଜୁକେଟେଡ ଅଛନ୍ତି, ଆମର ବୁଧବାର ଦିନ ଜୈବିକ କ୍ଷତି ଉପରେ, ଶୁକ୍ରବାର ଦିନ ହରିସଞ୍ଜୀବନୀ ଉପରେ, ଶନିବାର ଦିନ ଜଳ ସଞ୍ଚୟ ଉପରେ, ଏ 3 ଦିନର ଯୋଉ ସନ୍ଧ୍ୟା 8ଟା ବେଳେ ଯୋଉ ମିଟିଂ ଅଛି, ତ ସେ ମିଟିଂରେ ସେମାନଙ୍କୁ ଲିଙ୍କ ପଠେଇବା, ତାଙ୍କୁ କହିବା ବସିବା ପାଇଁ। ଦେଖିବା ଦ୍ୱାରା ସେମାନେ ଦେଖିବେ ଯେ ପୁରା ଭାରତ ବର୍ଷର ଚାଷୀ କେମିତି କରୁଛନ୍ତି। ତ ଆମେ ଆମେ ବି ସେଇ ଟାଇପର କରିପାରିବା, ମନୋବୃତ୍ତି ବି ଚେଞ୍ଜ ହେବ। ଆଉ ପର୍ସନାଲ ୱାନ୍ ଟୁ ୱାନ୍ ମିଶିଲେ ଯାଇକି ତା ଦେହରେ ରେଜଲ୍ଟ। ମିଟିଂ ଗୋଟେ ଡାକିବା, ତ ଯେତେବେଳେ ମିଟିଂ ଡାକିବା, ଯୋଉମାନଙ୍କର ଲିଷ୍ଟ କଲେ ତାଙ୍କ ସହିତ ପର୍ସନାଲି ଆମେ ମିଶିବା। ଜଳସଞ୍ଚୟ ସାଙ୍ଗରେ ହରିସଞ୍ଜୀବନୀ ଷ୍ଟେଜ ନମ୍ବର 1, 2, 3, 4 ଗୋଟେ ପ୍ୟାକେଟରେ ଆସୁଛି, ତାକୁ ବି ଆମେ ଦେଇପାରିବା। ରାପିଡ ବି ଦେଇପାରିବା, ସ୍ପ୍ରେମାକ୍ସ 85 ଦେଇପାରିବା। ବହୁତ ସାରା ଜିନିଷ ଆମେ ଦେଇପାରିବା। ତ ତା ଉପରେ ଆମେ କାମ କରିବା। କିନ୍ତୁ ସବୁ କରିବା ପୂର୍ବରୁ, ଗୋଟେ ପ୍ରୋଜେକ୍ଟ ଆରମ୍ଭ କରିବା ପୂର୍ବରୁ ପ୍ରଥମେ ହଉଛି ଲିଷ୍ଟ। ଏଇଟା ହଉଛି ମେନ୍ ଜିନିଷ। ଯଦି ଲିଷ୍ଟ ଅଛି ଆଉ ତା ଉପରେ ନଲେଜ ଆମକୁ ନେବା ପାଇଁ ବୁଧବାର, ଶୁକ୍ରବାର, ଶନିବାର ଅଛି, ତାହେଲେ ସେ ପ୍ରୋଜେକ୍ଟ ଆମର ବହୁତ ଭଲ ସକ୍ସେସ୍ ବି ହେଇଯାଇ ପାରିବ। ତ ଏଇଠି ସମସ୍ତେ ମାଡ଼ ଖାଇଯାଆନ୍ତି କଣ ନା, ଲିଷ୍ଟ ନଥାଏ। ଆମେ କୋଉଠି ଯାଇ ପହଞ୍ଚିବା, ଆମ ପାଖରେ ଲିଷ୍ଟ ନାହିଁ। କୋଉଠି ଅଛି ନା, ମୋବାଇଲରେ ଅଛି। ମୋବାଇଲରେ ଦେଖିଲା ବେଳକୁ ମନେ ନଥିବ। ଘରକୁ ଆସିକି ପହଞ୍ଚିଲା ବେଳକୁ ତାକୁ ଫୋନ କରିଥିଲେ ଭଲ ହେଇଥାନ୍ତା। ତ ଇଏ ହଉଛି କଥା। ତ ବହୁତ ବଢିଆ କଥା। ଆଜି ଆମେ ସାର୍ ଆସନ୍ତୁ ସାର୍, ଚାନ୍ଦ ସାର୍। ନମସ୍କାର, ଆଜ୍ଞା ସାର୍, ସମସ୍ତଙ୍କୁ ନମସ୍କାର। ନମସ୍କାର। ସାର୍ ନମସ୍କାର, ଜୟ ଶ୍ରୀ ଜୟ ଆରସିଏମ୍। ଜୟ ଆରସିଏମ୍, ଜୟ ଜୟ ଆରସିଏମ୍, ଆରସିଏମ୍। ନମସ୍କାର ସାର୍। ଗୁଡ ମର୍ଣ୍ଣିଂ।
शुभेच्छा समस्त को नुआ मास आरंभ है समस्त को बहुत बहुत धन्यवाद क्लोजिंग आपण मानकर बहुत भल सब करिसेंती नवेम्बर मासरे जो सब आपण माने चेष्टा करथिले तार सुफल होईची तो ए डिसेम्बर आरंभ है 2025 को विदाय देवार मास डिसेम्बर तापरे स्वागत करवा आम 2026 को से प्रस्तुति अनेक किसी अच्छी तो गत मास बोधे फास्ट वीक जो आरंभ होता है प्रोग्राम से गोल सेटिंग करते नवेम्बर मासर ना कौन ଆଜ୍ଞା तो जो प्रकार गोल सेटिंग करते टार्गेट आपण मैंने निश्चय मन मन चिंता करेंगे मु तो बार बार कही लिखु लिखु से लिखवाटा हूँ बड़ कथा आपणकर डायरी रे गोल सेटिंग जदि लिखिथिबे ताले तार निश्चित भाव रिजल्ट किछिटा आपण माने अनुभव करिवे से अनुसार जदि आमे काम करू कथार अछि जे गोल सेटिंग करिवा लक्ष्य स्थिर करिवा एवं से अनुसार काम करिवा आ लक्ष्य रे पहुंची परिवा कि न पहुंची परिवा सेति पय चिंता न करिवा कि न पहुंची पाले दुख न करिवा ताठू बड़ दुखर कथा लज्जाकर कथा जदि आमे गोल सेटिंग न करि परिवा एटा होची समस्त बड़ कथा ग्रोथ रो ये गोटे फॉर्मूला ग्रोथ रो द्वितीय फॉर्मूला मु सब बेले कुए मु सेटा निजको इंस्पिरेशन दिए जे आमे जदि जो काम करूथिले करू आस्थिले सेही काम जदि सब बेले करूथिबा सेही प्रकार रे निजको बदलिबानी ताले जहा पाउथिले से ही पाइबा जदि आमे निजको बदलिबा बहुत बड़ आखिर किछि करिया को चाहूचे हमरो ताले निजको बदलिया को पड़िबो आउ भल भाव किसी कम करने को पड़ो ताहले आम पाइपर तृतीय कथा हूँ जे गोल इज द सोल ऑफ सीक्रेट्स लक्ष्य ही आमर सफलतार आत्मा गोल इज द सोल ऑफ सक्सेस तो लक्ष्य करले ही लक्ष्य तैयारी करले ही आमे सफल हवार संभावना मिलिबो लक्ष्य घर बाहर लक्ष्य बाहर जेकोसी काम कले लक्ष्य बाहर आमे गत मासरे कथबार्ता होते आमे जदि किसी न भावी नचंती घर बाहरी जावा कुआडे जो पचारे कुआडे जाऊँ ना एमती बुलूची ताले कौन हम लोके भूल बुझे तो तेणुक आम आज 1 तारिख रे से भली किसी डिसेम्बर रे कौन आम अचीव करवा से लक्ष्य तैयारी करवा तो लक्ष्यर ग्रोथ आ गोटे बड़ फर्मूला हूँ कौन ना आम गत मासरे जहाँ करें ताठू जमी अधिका करने को चेष्टा करवा तो अधिका करने को चेष्टा करवा केमती ना निजर टीम रे जो मैंने अच्छा आपंकर ए लेग रे बी लेग रे से सहित काउनसिलिंग करा पड़ो आज ए दिन 2 दिन भितर काउनसिलिंग करूँ आर नवेम्बर मासरे केते बिजनेस आ से बिजनेस को केमती बढ़िबो सेति पई तांको सहित काउनसिलिंग करंतु तांको गुरुकुल रे अटेंड करिया पई तांको बार बार कहंतु 7:30 गुरुकुल साथी जो हमरो शाखा गुरुकुल शाखा रे मध्य अटेंड करिया पई सेमानकु कहंतु जेते फोन कॉल करिवा आ जेते लोकंकु कहि परिबा तार प्रभाव पड़िबो बीणा मैडम कहतले जे आमे जहाँ करुचे मु जहाँ करुची से करुची तो प्रकृत रे ये काम होची हमर कोन विस्तार करिवा अर्थात काम काकू करैबा जोटा आमे भाबुचे एटा भलो बोली अन्य द्वारा करैबा होची ये हमर सिस्टम रो उद्देश्य आपण माने चेष्टा करंतु आपण जोटा भलो भाबुचंती सेटा को अन्य हाथ रे केमती मोटिवेशन दे तांको एग्जांपल देखै तांको यार सुफल देखै ता हाथ रे करिवे एटा मन भीतर सब बेले नियंतु ताले हमर लक्ष्य रे हमें पहुंची परिबा टीसीजी कर उद्देश्य से ये सिस्टम रो उद्देश्य से सबुर मूल रे उद्देश्य होची जे आमे जदि एटा को भलो बुझीचे भलो जानिचे भलो पाउचे ताले सेही भावनाटा अन्य भीतर केमितिका भर्ती करिवा ताकू मोटिवेट करिवा ताकू रास्ता देखैवा ताकू से काम जदि से आग्रह करे ताकू सहयोग करिवा
ଆମେ 5 ଜଣଙ୍କୁ କହିଲେ ଆମକୁ ଏଇଟା ଭଲ ଲାଗୁଛି। ତ ଗାର୍ଡେନ ଗୋଲ୍ଡରେ ଯୋଉ ପ୍ରକାର ଆପଣ ମାନେ ଉପକାରିତା ପାଉଛନ୍ତି, ଆରତୀ ମ୍ୟାଡାମ କହିଲେ, ଗାର୍ଡେନ ଗୋଲ୍ଡ, ପ୍ରବୀଣା ମ୍ୟାଡାମ ବି ଗାର୍ଡେନ ଗୋଲ୍ଡ କଥା କହିଲେ। ଗାର୍ଡେନ ଗୋଲ୍ଡ ପ୍ରକୃତରେ ଆମ ପାଇଁ ସହରରେ ଥିବା ଲୋକଙ୍କ ପାଇଁ ସମସ୍ତଙ୍କଠୁ ବେଷ୍ଟ ପ୍ରଡକ୍ଟ ଗୋଟେ। ସାରା ଭାରତରେ ଆପାର୍ଟମେଣ୍ଟ ସବୁ ବଡ ବଡ ସହରରେ ଗାର୍ଡେନ ଗୋଲ୍ଡ ବହୁତ ୟୁଜ ହଉଛି। ଆଉ ଇଏ ଆମର ଗୁରୁଦେବ ବିସିଜି ହରିଶ ସଞ୍ଜୀବନୀର ଯିଏ ମ୍ୟାନେଜିଂ ଡାଇରେକ୍ଟର, ତାଙ୍କ ସହିତ କଥାବାର୍ତ୍ତା କରି କେତେ 15, 10, 12 ବର୍ଷ ତଳେ ଏଇ ଗାର୍ଡେନ ଗୋଲ୍ଡ ଆରମ୍ଭ କରିଥିଲେ ସହରର ଲୋକଙ୍କ ପାଇଁ। ଯାହାର ଜମିବାଡି ନାହିଁ, ଗାଁ ନାହିଁ, ସେମାନେ ସେ ସବୁ ସମ୍ପର୍କରେ ନାହିଁ, ସେ ଗାର୍ଡେନ ଗୋଲ୍ଡରେ ଇଏ ବି ତିଆରି ମଧ୍ୟ ଅଲଗା ପ୍ରକାର ହେଇଛି, ଯୋଉଥିରେ ସେଥିରେ ଆମର କିଚେନ ଗାର୍ଡେନ ଯୋଉ କରନ୍ତି ସମସ୍ତେ ଗୋଟେ ଗୋଟେ ସେମିତି କରନ୍ତି। ଆମର ଏଠି ମ୍ୟାଡାମ ସୀମା ମ୍ୟାଡାମ କଲରା, ଲଙ୍କା, ଭେଣ୍ଡି ଏସବୁ କରିଛନ୍ତି। ଏପଟେ କେତେ ଜଣ ସେମିତି ଆମର ଜଣାଶୁଣା ଲୋକ ସବୁ ନେଇଛନ୍ତି, ତାଙ୍କ ଆପାର୍ଟମେଣ୍ଟରେ ସବୁ ଫୁଲ ଗଛ ଲଗେଇଛନ୍ତି, ବହୁତ ବଢିଆ ସୁନ୍ଦର ଫୁଲ, ବଡ ବଡ ଫୁଲ ହଉଛି। ଏଇ ଯେ ଆମର ସୁରେନ୍ଦ୍ର ଜୈନଙ୍କର ଆପଣ ମାନେ ଜାଣିଥିବେ, ସେ ଗୋଟେ ଭିଡିଓ ବି କରିଥିଲେ, ତାଙ୍କର ଛତ ଉପରେ ଗୋଟେ ବଗିଚା କରିଛନ୍ତି। ସେମିତି ଶ୍ରୀବତ୍ସ ଦାସ ତାଙ୍କ ଛତ ଉପରେ ଗୋଟେ ବଗିଚା କରିଛନ୍ତି ଗାର୍ଡେନ ଗୋଲ୍ଡରେ। ତାଙ୍କର ମିସେସ୍ ପୁରା ଡେଡିକେଟେଡ, ଆପଣ କେବେ ଯିବେ ସେ ଦେଖିବେ ଛତ ଉପରେ ତାଙ୍କର ମାନେ ବଢିଆ ବଗିଚା କରିଛନ୍ତି। ତାଙ୍କର କେତେ ଯେ କଣ ସବୁ ପରିବା ପତ୍ର ସେଇଥିରୁ ଆଣୁଛନ୍ତି, ଫୁଲ ବି ବହୁତ ପ୍ରକାର ଆଣୁଛନ୍ତି, ପାଉଛନ୍ତି। ତ ତେଣୁ ଗାର୍ଡେନ ଗୋଲ୍ଡ ଦ୍ୱାରା ଆପଣ ମାନେ ବହୁତ କିଛି କରିପାରିବେ, ଆଉ ସ୍ୱାସ୍ଥ୍ୟ ଭଲ ରହିବ। ବଜାରରେ ତ ଯେକୌଣସି ଜିନିଷ ଜାଣିଛନ୍ତି ଆପଣ, ପେଷ୍ଟିସାଇଡ ଇଏ ସବୁ ପେଟର ଭୟଙ୍କର ରୋଗ ହଉଛି। ପରିବା ପତ୍ର ଖାଇବା କଥା ନୁହେଁ ବଜାରରେ। ବଜାର ଏଇ ବିଶେଷ କରି ବହୁତ ଭଲ ଭଲ ପରିବା ପତ୍ର ସେଗୁଡା ଯେତେବେଳେ ଏଇ କୋବି ଦିନ ବଡ ବଡ କୋବି ଭାରି ସୁନ୍ଦର ଦେଖା ଯାଉଥିବ। ଯେତେ ଭଲ ପରିବା ଦେଖିବେ ସେ ସେତେ ହଉଛି ତାର ବିଷାକ୍ତରେ ସେ ତିଆରି ହେଇଛି। ବାଇଗଣ ଯଦି ବଡ ବଡ ବାଇଗଣ ଦେଖିବେ, ସୁନ୍ଦର ସୁନ୍ଦର ବାଇଗଣ ଦେଖିବେ, ପୋଟଳ ଯଦି ବହୁତ ବଡ ବଡ ବହୁତ ଗ୍ରୀନ୍ ହେଇଛି, ତା ଗ୍ରୀନ୍ ହେଇଛି ମାନେ ସେଥିରେ ନେଳି ରଙ୍ଗ ମିଶେଇଥିବେ। ଆଉ ବଡ ବଡ ହେଇଛି ମାନେ ସେଥିରେ କେମିକାଲ ମିଶେଇକି ବଡ ବଡ କରିଥିବେ, ଇଞ୍ଜେକ୍ସନ ଦେଇକି ବଡ କରୁଛନ୍ତି, ମାନେ ଭୟଙ୍କର। ସେଥିରେ ଆମେ ସୁସ୍ଥ ସବଳ ରହିବା ପାଇଁ ଗାର୍ଡେନ ଗୋଲ୍ଡ ଆମେ ବଗିଚା କରିକିରି ଆରାମରେ ଆମେ ଖାଇପାରିବା। ତ ଏକୁ କରନ୍ତୁ, ଆଉ ଅନ୍ୟ ହାତରେ କରିବାକୁ ଚେଷ୍ଟା କରନ୍ତୁ। ଚେଷ୍ଟା କରନ୍ତୁ, ଅନ୍ୟକୁ କହନ୍ତୁ, ଏ କଥା ସବୁ କୁହନ୍ତୁ, ଏ ଭିଡିଓ ସବୁ ଦେଖାନ୍ତୁ, କରିବାକୁ ହିଁ ଚେଷ୍ଟା କରନ୍ତୁ। ତାହେଲେ ଆମେ ଲକ୍ଷ୍ୟରେ ପହଞ୍ଚି ପାରିବା। ଥ୍ୟାଙ୍କ ୟୁ, ବହୁତ ବହୁତ ଧନ୍ୟବାଦ। ସମୟ ହେଇଗଲାଣି। ଓଭର ଟୁ ସତ୍ୟଦେବ। ଓକେ, ଥ୍ୟାଙ୍କ ୟୁ ସାର୍। ଆଜି ବହୁତ ବଢିଆ ନମସ୍କାର। ଡିସ୍କସନ। ଆମେ ପୁଣି କାଲି ମିଶିବା, ନୂଆ ଲୋକମାନଙ୍କୁ ଇନଭାଇଟ୍ କରିବା, ତାଙ୍କ ସହିତ ଆମର ୟାର ଉପକାରିତା ବିଷୟରେ କହିକି ଆମେ ତାଙ୍କୁ ଇନଭାଇଟ୍ କରିବା।